ରାଧେ ରାଧେ ବନ୍ଧୁଗଣ, ଜୟ ଶ୍ରୀକୃଷ୍ଣ। ସନାତନ ପରମ୍ପରାରେ ତୁଳସୀ ଗଛକୁ କେବଳ ଏକ ଉଦ୍ଭିଦ ଭାବରେ ନୁହେଁ, ବରଂ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଏବଂ ପବିତ୍ର ସ୍ୱରୂପ ଭାବରେ ମାନ୍ୟତା ଦିଆଯାଇଛି। କୁହାଯାଏ, ଯେଉଁ ଘରର ଅଗଣାରେ ତୁଳସୀ ମାତାଙ୍କ ବାସ ରହେ, ସେଠାରେ ଭକ୍ତି, ପବିତ୍ରତା ଏବଂ ସକାରାତ୍ମକତାର ପରିବେଶ ସୃଷ୍ଟି ହୁଏ। କିନ୍ତୁ ବନ୍ଧୁଗଣ, ଆପଣ କେବେ ଭାବିଛନ୍ତି କି ତୁଳସୀ ମାତାଙ୍କର ପୂଜା ପ୍ରଥମେ କିଏ କରିଥିଲେ? ତୁଳସୀଙ୍କୁ ପୂଜା କରିବାର ଠିକ୍ ପରମ୍ପରା କ'ଣ? ତୁଳସୀଙ୍କ ସମ୍ମୁଖରେ କେଉଁ ମନ୍ତ୍ର ଜପ କରିବା ଉଚିତ ଏବଂ କେଉଁ କେଉଁ ଭୁଲ କରିବା ଦ୍ୱାରା ତୁଳସୀ ମାତାଙ୍କ ପ୍ରତି ଅସମ୍ମାନ ହୋଇପାରେ? ଆଜିର ଏହି ଭିଡ଼ିଓରେ ଆମେ ଏହି ସମସ୍ତ ବିଷୟକୁ ସରଳ ଭାବରେ ଜାଣିବା, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତୁଳସୀ ମାତାଙ୍କ ମହିମା। ପୁରାଣ ପରମ୍ପରାରେ ତୁଳସୀଙ୍କୁ ଭଗବାନ ଶ୍ରୀହରିଙ୍କର ଅତ୍ୟନ୍ତ ପ୍ରିୟ ବୋଲି କୁହାଯାଇଛି। ଭକ୍ତମାନଙ୍କର ବିଶ୍ୱାସ ଅନୁସାରେ ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ଦଳ ବିନା ଅଧୁରା ବୋଲି ମନେ କରାଯାଏ। ଏହି କାରଣରୁ ଅନେକ ହିନ୍ଦୁ ପରିବାରରେ ପ୍ରତିଦିନ ସକାଳେ ତୁଳସୀ ମାତାଙ୍କୁ ଜଳ ଅର୍ପଣ କରାଯାଏ ଏବଂ ସନ୍ଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଦୀପ ଜଳାଯାଏ। ମାନ୍ୟତା ରହିଛି ଯେ ତୁଳସୀ ମାତାଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା କରିବା ଦ୍ୱାରା ମନରେ ଶାନ୍ତି ଆସେ ଏବଂ ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ। ବନ୍ଧୁଗଣ, ପୁରାଣ କଥା ଅନୁସାରେ ଦେବର୍ଷି ନାରଦ ଥରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀଙ୍କ ମହିମା ଏବଂ ପୂଜାବିଧି ବିଷୟରେ ପ୍ରଶ୍ନ କରିଥିଲେ। ନାରଦ ମୁନି ପଚାରିଲେ, ହେ ପ୍ରଭୁ, ତୁଳସୀ ଯେହେତୁ ଶ୍ରୀହରିଙ୍କର ଅତ୍ୟନ୍ତ ପ୍ରିୟ, ତେବେ ତାଙ୍କର ପୂଜା କେଉଁ ନିୟମରେ କରାଯିବା ଉଚିତ ଏବଂ ତୁଳସୀ ମାତାଙ୍କୁ ପ୍ରସନ୍ନ କରିବାର ଉପାୟ କ'ଣ? କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ତୁଳସୀଙ୍କ ମହିମା ବର୍ଣ୍ଣନା କରି କହିଥିଲେ ଯେ ଭକ୍ତିର ସହିତ ତୁଳସୀଙ୍କୁ ସେବା କରିବା ଏକ ମହାନ ଆଧ୍ୟାତ୍ମିକ ପରମ୍ପରା। ତୁଳସୀ ପୂଜା କାହିଁକି କରାଯାଏ? ବନ୍ଧୁଗଣ, ତୁଳସୀ ପୂଜା ସହିତ ଅନେକ ଧାର୍ମିକ ବିଶ୍ୱାସ ଜଡ଼ିତ ଅଛି। ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ତୁଳସୀ ମାତାଙ୍କୁ ନିୟମିତ ଭାବରେ ଭକ୍ତିର ସହିତ ପୂଜା କରନ୍ତି, ତାଙ୍କ ଜୀବନରେ ଭଗବାନ ଶ୍ରୀହରିଙ୍କ କୃପା ରହିଥାଏ। ବିବାହିତ ନାରୀମାନେ ତୁଳସୀ ପୂଜାକୁ ସୌଭାଗ୍ୟ ଓ ପରିବାରର ମଙ୍ଗଳ ସହିତ ଜଡ଼ିତ ଦେଖନ୍ତି। ସେହିପରି ଅନେକ ଭକ୍ତଙ୍କ ବିଶ୍ୱାସ ଯେ ତୁଳସୀଙ୍କ ସେବା ଓ ପୂଜା ମନକୁ ଭକ୍ତିରେ ଏକାଗ୍ର କରେ ଏବଂ ଘରେ ଶାନ୍ତିର ପରିବେଶ ରଖିବାରେ ସାହାଯ୍ୟ କରେ। ତେବେ ଏଠାରେ ଏକ କଥା ମନେ ରଖିବା ଜରୁରୀ, ଧାର୍ମିକ ମାନ୍ୟତା ହେଉଛି ଆସ୍ଥାର ବିଷୟ, ତେଣୁ ଏହାକୁ ଆଧ୍ୟାତ୍ମିକ ବିଶ୍ୱାସ ଭାବରେ ଗ୍ରହଣ କରିବା ଉଚିତ। ତୁଳସୀ ମାତାଙ୍କୁ କେଉଁ ଦିଗରେ ରଖିବେ? ବାସ୍ତୁ ପରମ୍ପରାରେ ତୁଳସୀ ଗଛ ପାଇଁ ଉତ୍ତର, ପୂର୍ବ କିମ୍ବା ଉତ୍ତର ପୂର୍ବ ଦିଗକୁ ଶୁଭ ବୋଲି ମାନାଯାଏ। ଯଦି ଆପଣଙ୍କ ଘରେ ତୁଳସୀ ଚଉରା ଅଛି, ତେବେ ସେହି ସ୍ଥାନଟି ସ୍ୱଚ୍ଛ, ଖୋଲା ଏବଂ ପବିତ୍ର ରଖନ୍ତୁ। ତୁଳସୀ ଗଛକୁ ଅଳିଆ, ନାଳି କିମ୍ବା ଅପରିଷ୍କାର ସ୍ଥାନରେ ରଖିବାରୁ ଦୂରେଇ ରୁହନ୍ତୁ। ତୁଳସୀ ମାତାଙ୍କ ନିକଟରେ ଜୁତା, ଚପଲ, ଝାଡ଼ୁ, ଅଳିଆ କିମ୍ବା ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ସ୍ୱଚ୍ଛତା ଦୃଷ୍ଟିରୁ ମଧ୍ୟ ଠିକ୍ ନୁହେଁ। ତୁଳସୀଙ୍କୁ ଜଳ ଦେବାର ନିୟମ। ବନ୍ଧୁଗଣ, ତୁଳସୀଙ୍କୁ ଜଳ ଦେବା ସମୟରେ କିଛି ପରମ୍ପରାଗତ ନିୟମ ପାଳନ କରାଯାଏ। ସକାଳେ ସ୍ନାନ କରି ଶୁଦ୍ଧ ମନରେ ତୁଳସୀ ମାତାଙ୍କ ନିକଟକୁ ଯାଇ ଜଳ ଅର୍ପଣ କରିବାର ପରମ୍ପରା ରହିଛି। ଜଳ ଦେବା ସମୟରେ
ମନରେ ଭଗବାନ ଶ୍ରୀହରିଙ୍କୁ ସ୍ମରଣ କରନ୍ତୁ। ଯେଉଁମାନେ ଧାର୍ମିକ ପରମ୍ପରା ଅନୁସରଣ କରନ୍ତି ସେମାନେ ତୁଳସୀଙ୍କୁ ଜଳ ଦେବା ସମୟରେ ନିଜ ଇଷ୍ଟଦେବଙ୍କ ନାମ ଜପ କରିପାରନ୍ତି। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ତୁଳସୀ ଗଛରେ ଅତ୍ୟଧିକ ଜଳ ଦେବା ଉଚିତ ନୁହେଁ। ମାଟି ଏବଂ ଋତୁ ଅନୁସାରେ ଆବଶ୍ୟକ ପରିମାଣରେ ଜଳ ଦିଅନ୍ତୁ। ଅଧିକ ଜଳ ହେଲେ ଗଛର ମୂଳ ନଷ୍ଟ ହୋଇପାରେ। କେତେକ ପରମ୍ପରାରେ ଦୁଧ ମିଶାଇ ପାଣି ଅର୍ପଣ କରିବାର କଥା ମଧ୍ୟ ମିଳେ, କିନ୍ତୁ ଗଛର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁଧ ଦେବା ଆବଶ୍ୟକ ନୁହେଁ। ତୁଳସୀ ଗଛକୁ ସୁସ୍ଥ ରଖିବା ପାଇଁ ସ୍ୱଚ୍ଛ ସାଧାରଣ ଜଳ ଦେବା ହିଁ ଯଥେଷ୍ଟ। ବନ୍ଧୁଗଣ, ସନ୍ଧ୍ୟା ସମୟର ନିୟମ। ଧାର୍ମିକ ପରମ୍ପରାରେ ସନ୍ଧ୍ୟା ପରେ ତୁଳସୀଙ୍କ ପତ୍ର, ସେହି ସମୟରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇ ଭଗବାନ ଶ୍ରୀହରିଙ୍କୁ ସ୍ମରଣ କରିବାର ପରମ୍ପରା ରହିଛି। ଆପଣ ଚାହିଁଲେ ତୁଳସୀ ମାତାଙ୍କ ନିକଟରେ ଘିଅ କିମ୍ବା ତେଲର ଦୀପ ଜଳାଇ ପାରନ୍ତି। ଏହି ସମୟରେ ଭକ୍ତିର ସହିତ ନାମ ଜପ କରନ୍ତୁ ଏବଂ ନିଜ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତୁ। ତୁଳସୀ ପତ୍ର ତୋଳିବା ସମୟରେ କ'ଣ ଧ୍ୟାନ ରଖିବେ? ତୁଳସୀ ପତ୍ରକୁ ଭଗବାନଙ୍କ ପୂଜାରେ ବ୍ୟବହାର କରାଯାଏ, କିନ୍ତୁ ପତ୍ର ତୋଳିବା ସମୟରେ ଗଛକୁ କ୍ଷତି ନ ପହଞ୍ଚାଇବା ଦରକାର। ଭକ୍ତିର ସହିତ ଆବଶ୍ୟକ ପରିମାଣରେ ପତ୍ର ନିଅନ୍ତୁ। ରାତି ସମୟରେ କିମ୍ବା ଅନୁଚିତ ସମୟରେ ପତ୍ର ତୋଳିବାରୁ ଦୂରେଇ ରହିବାର ପରମ୍ପରା ରହିଛି। ସବୁଠାରୁ ବଡ଼ କଥା ହେଉଛି ତୁଳସୀଙ୍କୁ ଗୋଟିଏ ପବିତ୍ର ଗଛ ଭାବରେ ସମ୍ମାନ କରିବା। ତୁଳସୀ ମାତାଙ୍କ ଦିବ୍ୟ ମନ୍ତ୍ର। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ତୁଳସୀ ମାତାଙ୍କୁ ସ୍ମରଣ କରିବା ପାଇଁ ଏକ ପ୍ରଚଳିତ ମନ୍ତ୍ର। ଆପଣ ତୁଳସୀ ମାତାଙ୍କ ସମ୍ମୁଖରେ ଭକ୍ତିର ସହିତ ଏହି ମନ୍ତ୍ର ଜପ କରିପାରନ୍ତି। ଓମ୍ ତୁଳସାୟ ନମଃ। ହେ ମାତା ତୁଳସୀ, ଆପଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ। ଏହା ସହିତ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିବା ମଧ୍ୟ ଭକ୍ତି ପରମ୍ପରାର ଏକ ସରଳ ଉପାୟ। ଯଦି ଆପଣ କୌଣସି ବିଶେଷ ପୁରାଣରୁ ଉଦ୍ଧୃତ ମନ୍ତ୍ର ପାଠ କରିବାକୁ ଚାହାନ୍ତି, ତେବେ ନିଶ୍ଚିତ ଭାବରେ ସେହି ଗ୍ରନ୍ଥର ପ୍ରମାଣିକ ସଂସ୍କରଣ ଅନୁସରଣ କରନ୍ତୁ, କାରଣ ମନ୍ତ୍ରର ଗୋଟିଏ ଅକ୍ଷର ମଧ୍ୟ ପରିବର୍ତ୍ତନ କରିବା ଠିକ୍ ନୁହେଁ। ତୁଳସୀ ମାତାଙ୍କ ସମ୍ମୁଖରେ ପ୍ରାର୍ଥନା। ବନ୍ଧୁଗଣ, ତୁଳସୀ ପୂଜାର ସବୁଠାରୁ ବଡ଼ ଶକ୍ତି ହେଉଛି ଭକ୍ତି। ତେଣୁ ଆପଣ ତୁଳସୀ ମାତାଙ୍କ ସମ୍ମୁଖରେ ହାତ ଯୋଡ଼ି ମନରୁ କୁହନ୍ତୁ, ହେ ମାତା ତୁଳସୀ, ଆମ ପରିବାରର ଉପରେ ଆପଣଙ୍କ କୃପା ରହୁ। ଆମ ଘରେ ସୁଖ ଶାନ୍ତି ପ୍ରେମ ଓ ସ୍ୱଭାବ ବଜାୟ ରଖୁ। ଆମ ମନକୁ ଭକ୍ତି ଓ ସତ୍ୟର ପଥରେ ଚାଲିବାର ଶକ୍ତି ଦିଅନ୍ତୁ। ମନେ ରଖନ୍ତୁ, ପୂଜାର ଅର୍ଥ କେବଳ ମନ୍ତ୍ର ଉଚ୍ଚାରଣ ନୁହେଁ, ସତ୍ୟ କଥା କହିବା, ଅନ୍ୟକୁ ସମ୍ମାନ କରିବା, ଜୀବଜନ୍ତୁଙ୍କ ପ୍ରତି ଦୟା କରିବା ଏବଂ ନିଜ କର୍ମକୁ ପବିତ୍ର ରଖିବା ମଧ୍ୟ ଭକ୍ତିର ଏକ ଅଂଶ। ବନ୍ଧୁଗଣ, ଶେଷ ତୁଳସୀ ମାତା ଆମ ସନାତନ ପରମ୍ପରାରେ ପବିତ୍ରତା, ଭକ୍ତି ଓ ପ୍ରକୃତି ପ୍ରତି ସମ୍ମାନର ଏକ ସୁନ୍ଦର ପ୍ରତୀକ। ତେଣୁ ଆମେ ତୁଳସୀ ଗଛକୁ କେବଳ ପୂଜା କରିବା ନୁହେଁ, ତା'ର ଯତ୍ନ ମଧ୍ୟ ନେବା ଉଚିତ। ତୁଳସୀ ଗଛକୁ ସ୍ୱଚ୍ଛ ପାଣି ଦିଅନ୍ତୁ, ଉପଯୁକ୍ତ ଆଲୋକ ଦିଅନ୍ତୁ ଏବଂ ଗଛକୁ ସୁସ୍ଥ ରଖନ୍ତୁ। ଧାର୍ମିକ ମାନ୍ୟତା ଆମକୁ ଭକ୍ତିର ପଥ ଦେଖାଏ, ଆଉ ପ୍ରକୃତି ପ୍ରତି ଯତ୍ନ ଆମକୁ ଦାୟିତ୍ୱବାନ କରେ। ତେଣୁ
ଆସନ୍ତୁ ଆଜିଠାରୁ ତୁଳସୀ ମାତାଙ୍କୁ ଭକ୍ତିର ସହିତ ପ୍ରଣାମ କରିବା ଏବଂ ନିଜ ଜୀବନରେ ସତ୍ୟ, ଦୟା ଓ ସତ୍କର୍ମକୁ ଗ୍ରହଣ କରିବା। ଯଦି ଆପଣଙ୍କୁ ଆଜିର ଏହି ଆଧ୍ୟାତ୍ମିକ ତଥ୍ୟ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ। କମେଣ୍ଟରେ ଭକ୍ତିର ସହିତ ଲେଖନ୍ତୁ ଜୟ ମାତା ତୁଳସୀ, ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଏବଂ ଏଭଳି ସନାତନ ଧର୍ମ, ପୁରାଣ, ଆଧ୍ୟାତ୍ମିକ ଜ୍ଞାନ ଓ ଧାର୍ମିକ ପରମ୍ପରା ସମ୍ବନ୍ଧୀୟ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଇକନ୍ ଦବାଇବାକୁ ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ ଏକ ନୂଆ ଆଧ୍ୟାତ୍ମିକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ପାଇଁ ରାଧେ ରାଧେ, ଜୟ ଶ୍ରୀକୃଷ୍ଣ।